ସ୍ୱର୍ଣ୍ଣମୟୀ ଯୁବ ପରିଷଦର ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ କାଶୀପାଳ ଖେଳ ପଡ଼ିଆରେ ଆୟୋଜିତ ହୋଇଯାଇଛି ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ। କାଶୀପାଳର ସ୍ୱର୍ଣ୍ଣମୟୀ ଯୁବ ପରିଷଦ ଦ୍ୱାରା ଆୟୋଜିତ ହୋଇଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟରେ କେନ୍ଦୁଝର ଜିଲ୍ଲାରୁ 32ଗୋଟି ଫୁଟବଲ ଟିମ୍ ଅଂଶଗ୍ରହଣ କରିଥିଲେ। 3 ଦିନ ଧରି ଖୁବ୍ ଉତ୍ସବ ମୁଖରିତ ହୋଇ ଉଠିଥିଲା କାଶୀପାଳର ଖେଳ ପଡ଼ିଆଟି। ଫୁଟବଲ ପ୍ରେମୀମାନେ ଫୁଟବଲ ଖେଳ ଦେଖିବା ପାଇଁ ବହୁ ଦୂରଦୂରାନ୍ତରରୁ ଆସି ଫୁଟବଲ ଖେଳ ଉପଭୋଗ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଶାନ୍ତି ଶୃଙ୍ଖଳାର ସହିତ ସମସ୍ତ ଫୁଟବଲ ଟିମ୍ ତାଙ୍କ ନିଜ ନିଜର ଖେଳ ପ୍ରତିଭା ଦେଖାଇଥିଲେ। ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ଦର୍ଶକମାନେ କରତାଳି ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସଂଘର୍ଷମୟ ଫୁଟବଲ ଖେଳର ରଣାଙ୍ଗମରେ ଡାଙ୍ଗୁଆ ପଶି ଫୁଟବଲ ଟିମ୍ ଏବଂ ନିଖିଲ ଏକାଦଶ ଫାଇନାଲ ଖେଳିବାକୁ ଉତ୍ତୀର୍ଣ୍ଣ ହୋଇଥିଲେ। ଫାଇନାଲ ଖେଳ ଖୁବ୍ ସଂଘର୍ଷମୟ ହୋଇଥିଲା। ଉଭୟ ଦଳ ଖୁବ୍ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି କେହି କାହା ପାଖରେ ହାର ମାନିବା ପାଇଁ ପ୍ରସ୍ତୁତ ନଥିଲେ। କିନ୍ତୁ ଖେଳର ପରିବର୍ତ୍ତନ ସମୟ ମଧ୍ୟରେ ନିଖିଲ ଏକାଦଶ ଡାଙ୍ଗୁଆପଶି ଫୁଟବଲ ଟିମ୍କୁ 3-0 ଗୋଲରେ ପରାଜୟ କରି ବିଜୟ ମୁକୁଟ ପିନ୍ଧିବାର ସୌଭାଗ୍ୟ ଅର୍ଜନ କରିଥିଲା। କାଶୀପାଳ ସ୍ୱର୍ଣ୍ଣମୟୀ ଯୁବ ପରିଷଦ ଦ୍ୱାରା ଆୟୋଜିତ ହୋଇଥିବା 30ତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ଗ୍ରାଣ୍ଡ ଫାଇନାଲ ଦିବସରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ପରିବେଶ ଓ ଜଙ୍ଗଲ ବିଭାଗର ମନ୍ତ୍ରୀ ମାନ୍ୟବର ଗଣେଶ ସିଂ ଖୁଣ୍ଟିଆ, ସମ୍ମାନନୀୟ ଅତିଥି ଭାବେ ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ଅଖିଳ ଚନ୍ଦ୍ର ନାୟକ, ଚମ୍ପୁଆ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ, ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ହୃଷିକେଶ ନାୟକ, ଝରଣା ମହାନ୍ତଙ୍କ ସହିତ କାଶୀପାଳ, କରଞ୍ଜିଆ, ରଙ୍ଗାମାଟିଆ ଏବଂ ରଜିଆ ସରପଞ୍ଚ ପ୍ରମୁଖ ଫାଇନାଲ ଖେଳ ଦିବସରେ ମଞ୍ଚାସୀନ ଥିଲେ। ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ପ୍ରଥମେ ମା ତାରିଣୀଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଧୂପଦୀପ ଦେଇ ଯଥା ବିଧି ଅନୁସାରେ ପୂଜା କରିଥିଲେ। ତାପରେ ଏକ ସାଧାରଣ ସଭାର ଆୟୋଜନ କରି ପୁରସ୍କାର ବିତରଣ ଉତ୍ସବ ଆୟୋଜନ କରାଯାଇଥିଲା। ଖୁବ୍ ଉତ୍ସବ ମୁଖରିତ ହୋଇ ଉଠିଥିଲା ପୁରସ୍କାର ବିତରଣ ଉତ୍ସବ। ସମସ୍ତେ ଏକଲୟରେ ମଞ୍ଚକୁ ଚାହିଁ ରହିଥିବା ବେଳେ ଖେଳାଳିମାନଙ୍କ ମନରେ ଭରି ଯାଇଥାଏ ଉତ୍ସାହର ସମ୍ଭାର। କେତେବେଳେ ମୁଖ୍ୟ ଅତିଥି ପାଖରୁ ପୁରସ୍କାର ଗ୍ରହଣ କରିବାର ସୌଭାଗ୍ୟ ଆସିବ, ସେହି ସମୟକୁ ଅପେକ୍ଷା କରି ରହିଥାନ୍ତି। ଏକ ସାଧାରଣ ସଭାରେ ଅତିଥିମାନଙ୍କ ଭାଷଣ ପରେ ଆରମ୍ଭ ହୋଇଯାଇଥିଲା ପୁରସ୍କାର ବିତରଣ ଉତ୍ସବ। ଭିକି ନାୟକଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିଲା ପୁରସ୍କାର ବିତରଣ ଉତ୍ସବ। ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଥିବା ବିଜେତା ଦଳ ନିଖିଲ ଏକାଦଶକୁ ଟ୍ରଫି ସହିତ 80,000 ଟଙ୍କାର ନଗଦ ରାଶି ପ୍ରଦାନ କରାଯାଇଥିବା ବେଳେ ରନର୍ସ ଅପ୍କୁ ଟ୍ରଫି ସହିତ 50,000 ଟଙ୍କାର ନଗଦ ରାଶି ପ୍ରଦାନ କରାଯାଇଥିଲା। ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଥିବା ଫୁଟବଲ ଟିମ୍କୁ 30,000 ଟଙ୍କାର ନଗଦ ରାଶି ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ପଞ୍ଚମ ସ୍ଥାନରୁ ଅଷ୍ଟମ ସ୍ଥାନରେ ରହିଥିବା ଫୁଟବଲ ଟିମ୍କୁ ସାନ୍ତ୍ୱନାମୂଳକ ଭାବେ 10,000 ଟଙ୍କାର ନଗଦ ରାଶି ପ୍ରଦାନ କରାଯାଇଥିଲା। ଏମ୍ଡି ହାଲିମ, ଜୁଟୁ ପାତ୍ର, ଉତ୍କଳମଣି ବେହେରା ଏବଂ ଆଲୋକ ଦେହୁରୀ ଟୁର୍ଣ୍ଣାମେଣ୍ଟର ରେଫରୀ ଦାୟିତ୍ୱ ତୁଲାଇଥିଲେ। କ୍ଷୀରଦ ଗିରି ଏବଂ ଭୋଳାନାଥ ମହାକୁଡ ଖୁବ୍ ସୁନ୍ଦର ଭାବରେ ଟୁର୍ଣ୍ଣାମେଣ୍ଟର ଧାରାବିବରଣୀ ପ୍ରଚାର କରିଥିଲେ। ଶାନ୍ତି ଶୃଙ୍ଖଳାର ସହିତ ଖୁବ୍ ଉତ୍ସବ ମୁଖରିତ ପରିବେଶରେ ଏ ବର୍ଷ କାଶୀପାଳ ସ୍ୱର୍ଣ୍ଣମୟୀ ଯୁବ ପରିଷଦ ତାର 30ତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପିତ ହୋଇଯାଇଛି। କେନ୍ଦୁଝର ଚମ୍ପୁଆରୁ ଦୀପକ କୁମାର ନାୟକଙ୍କ ରିପୋର୍ଟ, ଏବି ନ୍ୟୁଜ।